ଆଜିର ମୋର ଏ କ୍ରିସ୍ପି ଟେଷ୍ଟି ଦୋସାଟି କିଛି ବି ବିରି ଚାଉଳ ନ ବତୁରେଇ ମାତ୍ର 15 ମିନିଟ୍ରେ ତିଆରି କରିଛି। ବାସ୍, ଦୋସା ଖାଇବାକୁ ଇଚ୍ଛା ହେଲା ଆଉ ତିଆରି କଲି। ଏକଦମ କ୍ରିସ୍ପି ବଟର ଆଉ ମସଲା ଦୋସା, ତା ସହିତ ଗୋଟେ ୟୁନିକ୍ ଚଟଣି ମଧ୍ୟ। ଖାଇବାର ମଜା ଆସିଗଲା। ତାହେଲେ ଆସନ୍ତୁ ମୋର ଇନଷ୍ଟାଣ୍ଟ ଦୋସାର ରେସିପିଟି ଦେଖିବା। ମୁଁ କୋଉଭଳି 15 ମିନିଟ୍ରେ ତିଆରି କଲି। ସେଥିପାଇଁ ମୁଁ ନେଇଛି ଗୋଟେ କପ୍ରେ ଫୁଲ୍ କପ୍ ସୁଜି। এই ସୁଜିକୁ ଆମେ ଆଗ ଗୋଟେ ଗ୍ରାଇଣ୍ଡର ଜାରରେ ନେଇଯିବା। ତା ସହିତ ଏଠି ମୁଁ ନେଇଛି ଗୋଟେ ବଡ଼ ଚାମଚ ବେସନ ଆଉ ଗୋଟେ ବଡ଼ ଚାମଚ ଅଟା। ବେସନ ଆଉ ଅଟା ସୁଜିର ବାଇଣ୍ଡିଂ ତିଆରି କରିବେ ଆଉ ସୁଜିଟା ହେବ ଆମର କ୍ରିସ୍ପିନେସ୍ ତିଆରି କରିବ। ଏଠି ମୁଁ ନେଇଛି ମଧ୍ୟ ଗୋଟେ ଚାମଚ ଦହି। ଦହି ନଥିଲେ ବି ଚଳିବ। ଦହିଟା ମୁଁ ଏଥିପାଇଁ ଦେଉଛି ଯେଉଁ ଦୋସାର ଟିକେ ଆମ୍ବିଳିଆ ବାସ୍ନାଟା ଆସେ ନା, ସେଇ ଦୋସାର ଫ୍ଲେଭରଟାକୁ ଆଣିବ। ତା ସହିତ ଲୁଣ। ସବୁକୁ ବର୍ତ୍ତମାନ ଆମେ ଅଳ୍ପ ଟିକେ ପାଣି ଦେଇ ଗ୍ରାଇଣ୍ଡିଂ କରିନେବା। ଯେମିତି ଆମର ଦୋସାର ବ୍ୟାଟର ଦରକାର ସେଇଭଳି ଆମର ହେଇଯିବ। ବର୍ତ୍ତମାନ ଆମେ ମସଲା ଦୋସା ତିଆରି କରିବା। ସେଥିପାଇଁ ମୁଁ 3-4ଟି ଆଳୁକୁ ଛୋଟ ଛୋଟ କାଟିକି ନେଇଛି। ଆଉ ଶୀତ ଦିନରେ କୋଲି ପିଆଜ ମିଳିଲାଣି, କୋଲି ପିଆଜକୁ ମଧ୍ୟ ଏମିତି ଚୋପା ଛଡ଼େଇକି ନେଇଯାଇଛି। ବର୍ତ୍ତମାନ ଗୋଟେ କୁକରକୁ ଭଲ ଭାବେ ଗରମ କରି ସେଥିରେ କିଛି ତେଲ ନେଇଯିବା। ତେଲରେ ସୋରିଷ, ଶୁଖିଲା ଲଙ୍କା, ଜିରା ଆଉ ଭୃଷଙ୍ଗ ପତ୍ର ଦେଇ ତାକୁ ଆଗ ସବୁ ଛୁଙ୍କ କରିନେବା। ତ ମୁଁ 15 ମିନିଟ୍ରେ ତିଆରି କରିବି ବୋଲି କହିଥିଲି, ସେଥିପାଇଁ ମସଲାଟାକୁ ଆମେ ଡାଇରେକ୍ଟ କୁକରରେ ତିଆରି କରିନେବା। ଏସବୁ ଫୁଟିଗଲା ପରେ ଯେଉଁ ଆଳୁ ପିଆଜକୁ କାଟିକି ରଖିଥିଲେ ତାକୁ ପକାଇଦେବା। ତା ସହିତ ଲୁଣ, ହଳଦୀ, ଲଙ୍କାଗୁଣ୍ଡ ଆଉ କିଛି ବି କରି ପାଉଡ଼ର ନେଇଥିବା ତାକୁ ମଧ୍ୟ ଆମେ ପକାଇଦେବା। ତାପରେ ଏଠି ମୁଁ ଅଳ୍ପ ଟିକେ ବନ୍ଧାକୋବିକି ମଧ୍ୟ ଏମିତି କାଟିକି ନେଇଯାଇଛି। ଦୋସାରେ ଦେଖିବେ ବନ୍ଧାକୋବିର ବାସ୍ନାଟା ବି ବହୁତ ବଢ଼ିଆ ଲାଗିବ। ଯଦି ବାଦାମ ମଞ୍ଜି ଅଛି, ବାଦାମ ମଞ୍ଜି ବି ମଧ୍ୟ ଫୁଟାଇ ଦେବେ। ଆଉ ଟିକେ ନାକୁ ଅଳ୍ପ ପାଣି ଦେଇକି ଆମେ କୁକରରେ ସିଟି ଦେଇଦେବା। କୁକର ସିଟି ଥଣ୍ଡା ହୋଇଗଲା ପରେ ଦେଖନ୍ତୁ ଆମର ଏଇଟା ସବୁ ସିଝି ଯାଇଛି। ପାଣିଟା ବି ଯେଉଁ ଦେଇଛେ ସେଇଟା ବି ଅଛି। ବର୍ତ୍ତମାନ ୟାକୁ ଆମେ ଆଳୁଟାକୁ ଏମିତି ଚାମଚ ସାହାଯ୍ୟରେ ସ୍ମାସ୍ କରିଦେବା। ଆଉ ଆମର ଏଠି ଦୋସା ମସଲାର ବି ବଢ଼ିଆ ବାସ୍ନା ବି ଆସିଗଲାଣି। ଆଳୁକୁ ଚାମଚରେ ଏମିତି ମାସ୍ କରିଦେଲା ପରେ ଟିକେ ହାଇ ଫ୍ଲେମ୍ରେ ଆମେ ପାଣିତକ ଯେମିତି ଶୁଖେଇଦେବା। ପାଣି ଶୁଖିଗଲା ପରେ ଦେଖନ୍ତୁ ଆମର କେତେ ବଢ଼ିଆ ଦୋସା ପାଇଁ ମସଲା ରେଡ଼ି ହୋଇଗଲା। ବର୍ତ୍ତମାନ ଚଟଣି ତିଆରି କରିବା। ଚଟଣି ପାଇଁ ମୁଁ ଦେଖିଲି ଘରେ ମୋର ବୁଟ ଡାଲି ନାହିଁ। ସେଥିପାଇଁ ଅଳ୍ପ ଟିକେ ମୁଗ ଡାଲିକୁ ନେଇ ଆଗ ଶୁଖିଲା ଭାଜିକି ତାକୁ ଧୋଇଦେଲି। ତାପରେ ଅଳ୍ପ ଟିକେ ତେଲ ପକାଇ ସେଥିରେ ଜିରା, ରସୁଣ, ଶୁଖିଲା ଲଙ୍କା, 2ଟି ଟମାଟୋକୁ ଛୋଟ ଛୋଟ କାଟିକି ନେଇଗଲି। ଆଉ ଯେଉଁ ମୁଗ ଯାଇକି ଭାଜିଥିଲି ତାକୁ ଧୋଇ ଧାଇକି ମଧ୍ୟ ପକାଇଦେଲି। ଟମାଟୋ ଦେହରେ ଆଉ ଟିକେ ଆମେ ଲୁଣ ପକାଇଦେବା। ଆଉ ଟମାଟୋଟା ଟିକେ ନାକୁ ମାସି ହେଲା ପର୍ଯ୍ୟନ୍ତ ଆମେ ତାକୁ ଭାଜି ନେବା। ବର୍ତ୍ତମାନ ୟାକୁ ଥଣ୍ଡା ହେଲା ପରେ ଗ୍ରାଇଣ୍ଡିଂ କରି ଗୋଟେ ବଢ଼ିଆ ଚଟଣି ତିଆରି କରିଦେବା। ଆପଣମାନେ ତ ସବୁବେଳେ ବୁଟ ଡାଲିରେ ଚଟଣି ତିଆରି କରୁଥିବେ। ଆଜି ମୁଗ ଡାଲିରେ ଚଟଣିଟି ତିଆରି କରି ଦେଖନ୍ତୁ ଆଉ କମେଣ୍ଟସରେ ଜଣାଇବେ କେମିତି ହେଇଛି। ତାପରେ ଭୃଷଙ୍ଗ ପତ୍ର, ସୋରିଷ, ଶୁଖିଲା ଲଙ୍କାର ଛୁଙ୍କ ଦେଇଦେବା। ଦେଖନ୍ତୁ କେତେ ସୁନ୍ଦର ଚଟଣିଟି ହେଇଛି। ଆଉ ଯେତେବେଳେ ଖାଇଲି ନା ସତରେ ବହୁତ ବଢ଼ିଆ ଲାଗିଲା। ଦେଖନ୍ତୁ କେତେ ଶୀଘ୍ର ଦୋସା ପାଇଁ ମସଲା ରେଡ଼ି ହେଇଗଲା, ଚଟଣି ବି ରେଡ଼ି ହେଇଗଲା ଆଉ ବ୍ୟାଟର ବି ମୁଁ ପ୍ରଥମରୁ ରେଡ଼ି କରିକି ଥୋଇ ଦେଇଛି। ଏବେ ଚାଲନ୍ତୁ ତାୱାରେ ଗରମ ଗରମ କ୍ରିସ୍ପି ଦୋସା ତିଆରି କରିବା। ତାୱା ଗରମ ହେଲା ପରେ ତେଲ ଲଗାଇବା ପାଇଁ ଏମିତି ବାଇଗଣର ଭୁଣ୍ଡି କାଟିକି ଏମିତି ଘଷିବେ। ଦେଖିବେ ଏଇଟା ହେଉଛି ଗୋଟେ ବହୁତ ବଢ଼ିଆ ଉପାୟ। ଏଇଟା ହେଉଛି ମୋ ବୋଉର ଉପାୟ ମଧ୍ୟ। ବ୍ୟାଟରରୁ 2 ଚାମଚ ପକାଇ ଆମେ ଦୋସା ତିଆରି କରିନେବା। ତା ଉପରେ ଫ୍ଲେଭର ପାଇଁ ମୁଁ ଏମିତି ବଟରକୁ ନେଇକି ତା ଉପରେ ଘଷି ଦେଇଛି। ଟିକେ ମିଡ଼ିୟମ୍ ଫ୍ଲେମ୍ରେ ଆମେ ଦୋସାକୁ କ୍ରିସ୍ପି ହେବା ପାଇଁ ଛାଡ଼ିବା। ବର୍ତ୍ତମାନ ମଝିରେ ମସଲା ଦେଇ ଦୋସାକୁ ଆମେ ଏମିତି ଫୋଲ୍ଡ କରିନେବା। ଦେଖନ୍ତୁ ତ କେତେ ବଢ଼ିଆ ମସଲା ଦୋସା ହେଇଯାଇଛି ଆଉ ବହୁତ କ୍ରିସ୍ପି ମଧ୍ୟ ହେଇଯାଇଛି। ଦେଖୁଛନ୍ତି ନା? ଦେଖିଲେ ନା ଆପଣମାନଙ୍କ ପାଇଁ ମୁଁ କେତେ ଶୀଘ୍ର ବଟର ମସଲା ଦୋସା ଆଉ ଚଟଣି ତିଆରି କଲି। ଆପଣମାନଙ୍କୁ ବି ଯଦି କେତେବେଳେ ବି ଏମିତି ଇଚ୍ଛା ହେଉଥିବ ନା ଦୋସା ଖାଇବା ପାଇଁ, ବିରି ଚାଉଳ ବତୁରାଇବାର ଟେନସନ୍ ନ ନେଇ ସତରେ ଏଇଭଳି ମସଲା ଦୋସା ଘରେ ତିଆରି କରନ୍ତୁ। ଆଉ କେମିତି ହେଇଛି କମେଣ୍ଟସରେ ଜଣାଇବେ। ଯଦି ଭଲ ଲାଗିଲା ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି।